ବର୍ତ୍ତମାନ ଆମେ ମଣି ନାଗେଶ୍ୱରୀ ମାଆଙ୍କ ପାଖକୁ ଆଇଥିଲୁ ବୁଲିବାକୁ। ୟା ବିଷୟରେ ରହସ୍ୟ ଜାଣିବାକୁ ଚାହିଁଲେ ଗୋଟେ ଭାଇ ଅଛନ୍ତି ସନ୍ତୁ ଭାଇ, ତାଙ୍କୁ ପଚାରିବାକୁ ସନ୍ତୁ ଭାଇ କହିଲା ବିଷୟରେ ରହସ୍ୟ କ'ଣ? ଇଏ ହେଲେ 1347 ମସିହାର ମନ୍ଦିର। ଆଜ୍ଞା। ଏ ରଜାଙ୍କର ଇଷ୍ଟ ଦେବୀ, ଆଜ୍ଞା। ଯୋଉଟାକି ରଜା ତାଙ୍କର ଯୁଦ୍ଧ ଟାଇମରେ ଯିବା ପୂର୍ବରୁ ସେ ତାଙ୍କର ବାର୍ଷିକ ଏଠି ମଣିଷ ବଳି ଦିଅନ୍ତି। ଏ ମାଘ ମାସରେ ଗୋଟେ ମାସ ସମ୍ପୂର୍ଣ୍ଣ 30ଟା ବଳି ଖାଏ, ଯୋଉଟାକି ନରବଳି ତାର ସ୍ପେଶାଲ। ସେ ରଜାହାର ସବୁ ବେଠିଆ ଥାନ୍ତି ମାଘ ମାସିଆ ବୋଲି, ତଣ୍ଟିଆ କଟା। ସେମାନେ ସେ ମାଘ ମାସଟାକ ସେ ଯୁଆଡ଼ୁ ହେଲେ ସଂଗ୍ରହ କରିକି ଆଣି ଏଠି ମାନେ ଆମର ତ ବେକ କଟା ହେଇକି ଦିଆଯାଏନି, ଯୋଉଟାକି ସେମାନେ ଆମର ଦଣ୍ଡଯାତ୍ରା ସରିଲା ପରେ ଯେଉଁ ପାଟ କଣ୍ଟା ଫୋଡ଼ାନ୍ତି, ସେ ପାଟ କଣ୍ଟା ଭଳିଆ ଗୋଟେ ନାକରେ ପୁରେଇକି ତାଙ୍କ ନାକରେ ପୁରେଇକି ଆଣିଥିବେ। ଆଗରେ ଯେଉଁ ସୁଡ଼ଙ୍ଗଟା ଦେଖିଲେ ମଣ୍ଡପଟା ଅଛି, ସେ ମଣ୍ଡପଟା ହେଲା ତାର ଗୁପ୍ତ ସୁଡ଼ଙ୍ଗଟା। ସେ ସୁଡ଼ଙ୍ଗଟା ତଳ ପର୍ଯ୍ୟନ୍ତ ଫିଟିଛି। ସେ ସୁଡ଼ଙ୍ଗର 35 ଫୁଟ ତଳେ ତା ମସ୍ତକର ମଣି ଅଛନ୍ତି। ମଣିଷ ବଳି ସେଇଠିକି ନେଇ ଦିଆଯାଏ। ଆମର ବିଶ୍ୱବାସବ ଯେଉଁ ଶବର ରାଜା ଥିଲେ, ବିଶ୍ୱବାସବ ନୀଳମାଧବଙ୍କୁ ନେଇ କଣ୍ଟିରେ ରଖିଥିଲେ। ବିଶ୍ୱବାସୁ ୟାକୁ ଏଠି ବସେଇଥିଲେ। ଏ ହେଲେ 1347 ମସିହାର ମନ୍ଦିର। ରଜା ଆମ ରଣପୁର ରାଜା ପ୍ରତିଦିନ ଯିଏ କେଉଁ ରାଜା ଯିଏ ନରେନ୍ଦ୍ର ପୋଖରୀ ଆମ ଯେଉଁ ରଜା କରିଥିଲେ, ଉଦ୍ଧବ ଚନ୍ଦ୍ର ନରେନ୍ଦ୍ର ସିଂହ ଦେବ, 8 ନଳା ନରେନ୍ଦ୍ର ପୋଖରୀ, ସେ ରାଜା ପ୍ରତିଦିନ ସକାଳୁ ସେ ଏଇଠିକି ଆସନ୍ତି। ଏଇଠୁ ଠିଆ ହେଇକି ପୁରୀ ନୀଳଚକ୍ର ଦର୍ଶନ କରନ୍ତି, ତାପରେ ଘୋଡ଼ାରେ ଯାଆନ୍ତି ପୁରୀ ନୀଳଚକ୍ର ଦର୍ଶନ। ହଁ, ଏ ସାମ୍ନାଟା ହେଲା ପୁରୀ। ତେଣୁକରି ଏବେ ତ ଆଉ ନୀଳଚକ୍ର ଦେଖା ନାହିଁ, ଚିଲିକାଟା ଦେଖାଯିବ କ୍ଲିୟର। ଆଉ ସେତିକି ଡୋରି ନ ଲାଗିଲେ ଆପଣ ଏଠିକି ଆସିକି ଦେଖିପାରିବେନି। ଆମର ମୁଁ ତ 3 ଥର ଆସି ଫେରସ୍ତ ହେଇଛି, ଏଇଟା 4 ନମ୍ବର ଥର ଆସି ଦେଖିଲି। ଏଇ ଭାଇମାନଙ୍କ ଥ୍ରୁରୁ, ସମସ୍ତଙ୍କ ଥ୍ରୁରୁ ଆସିଛି ଦେଖିବାକୁ। ମୁଁ 4 ଥର ଫେଲ୍ ହେଇଛି। ଏବେ ଆକୁ ସମସ୍ତେ 7 ବର୍ଷ ହେଲା ବର୍ତ୍ତମାନ ଦେଖୁଛନ୍ତି ରାସ୍ତା ଖୋଲିଲା ପରେ। ନହେଲେ ଯେଉଁ ପୁରୁଣା ରାସ୍ତା ଥିଲା, ଚଲା ରାସ୍ତା, ସେପଟେ ସମସ୍ତେ ଆସିବା ପାଇଁ ସଦୁପଯୋଗ୍ୟ ନୁହଁ। ଟୋକାଟା କଳିଆ ହେଲେ ଆସିପାରିବେ। ଆଜ୍ଞା, ଠିକ୍ ଅଛି। ଦିଅଙ୍କ ବିଷୟରେ ଜାଣିଥିବାରୁ ଆପଣଙ୍କୁ ଧନ୍ୟବାଦ।